ଆଜିଠୁ ବଦଳିବ ପାଣିପାଗ। ଏହି ସବୁ ଜିଲ୍ଲାରେ ବର୍ଷା ହେବା ନେଇ ବାର୍ନି ଜାରି। ରାଜ୍ୟରେ ଦିନକୁ ଦିନ ତାତିର ମାତ୍ରା ବଢ଼ି ଚାଲିଛି। ଗତ 2-3 ଦିନ ହେଲା 15ଟି ସହରରେ ଦିନର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିବା ଦେଖିବାକୁ ମିଳିଛି। ଗତକାଲି 18ଟି ସହର 35 ଡିଗ୍ରୀ ପାର କରିଛି। ସୋନପୁର ସହର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ରାଜ୍ୟରେ ଦିନକୁ ଦିନ ତାତିର ମାତ୍ରା ବଢ଼ି ଚାଲିଛି। ଗତ 2-3 ଦିନ ହେଲା 15ଟି ସହରରେ ଦିନର ତାପମାତ୍ରା 35 ଡିଗ୍ରୀ ଉପରେ ରହିଥିବା ଦେଖିବାକୁ ମିଳିଛି। ଗତକାଲି 18ଟି ସହର 35 ଡିଗ୍ରୀ ପାର କରିଛି। ସୋନପୁର ସହର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପ୍ରଭାବରେ ରାଜ୍ୟରେ ଗରମ ବଢ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ସ୍ୱାଭାବିକ ଠାରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ଟିଟିଲାଗଡ଼ ଏବଂ ବୌଦ୍ଧରେ 36 ଡିଗ୍ରୀ, ଝାରସୁଗୁଡ଼ାରେ 35.7 ଡିଗ୍ରୀ, ଭଦ୍ରକ ଏବଂ ଢେଙ୍କାନାଳରେ 35.6 ଡିଗ୍ରୀ, ଭବାନୀପାଟଣା, ନୟାଗଡ଼ ଏବଂ ବଲାଙ୍ଗୀରରେ 35.5 ଡିଗ୍ରୀ, କଟକ ଏବଂ ମାଲକାନଗିରିରେ 35.4 ଡିଗ୍ରୀ, ଅନୁଗୋଳରେ 35.3 ଡିଗ୍ରୀ, ବାଲେଶ୍ୱର ଏବଂ ଯାଜପୁରରେ 35.2 ଡିଗ୍ରୀ ଓ ପାରଳାଖେମୁଣ୍ଡିରେ 35 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ 23 ଫେବୃଆରୀ ଅର୍ଥାତ୍ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। 24 ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଏବଂ ରାୟଗଡ଼ା। ଏହି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ 29 ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।